ନୂଆପଡ଼ା ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଦେବୀ ମାଙ୍କ ଶକ୍ତିପୀଠରେ ପାଳିତ ହେଉଥିବା ଚୈତ୍ରଯାତ୍ରା କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ଏହା ଗ୍ରାମୀଣ ଜୀବନ, ପ୍ରକୃତି ପ୍ରତି ଆଦର ଓ ଆସ୍ଥାର ଏକ ସୁନ୍ଦର ଉଦାହରଣ। ପ୍ରତିବର୍ଷ ଚୈତ୍ର ମାସରେ ଏହି ଯାତ୍ରା 9 ଦିନ ଧରି ନବରାତ୍ର ପାଳନ ସହିତ ଭକ୍ତିଭାବରେ ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ମାଟିଯାତ୍ରା, ଧରଣୀଯାତ୍ରା ଓ ବିହନଛିନା ଯାତ୍ରା ପରମ୍ପରାଗତ ରୀତିନୀତିରେ ପାଳନ କରାଯାଏ, ଯାହା ଅଞ୍ଚଳର ଲୋକଙ୍କ ସାଂସ୍କୃତିକ ଐତିହ୍ୟକୁ ଜୀବନ୍ତ ରଖିଛି। ଏହି ଚୈତ୍ରଯାତ୍ରାର ଏକ ବିଶେଷ ଲକ୍ଷଣ ହେଉଛି ପ୍ରକୃତି ସହିତ ଗଭୀର ସମ୍ପର୍କ। ଜଙ୍ଗଲରୁ ଅଣାଯାଇଥିବା ବିଭିନ୍ନ ଫଳ ଓ ଫୁଲ ଯଥା କେନ୍ଦୁ, ଚାହାର, ମହୁଲ, ଆମ୍ବ, ଫଳସା ଆଦି ପ୍ରଥମେ ଦେବୀଙ୍କୁ ଭୋଗ ଲାଗିଥାଏ। ଏହାପରେ ମାତ୍ର ଗାଁ ଲୋକେ ସେହି ଫଳ ଓ ଫୁଲକୁ ଉପଭୋଗ କରନ୍ତି। ଏହି ପ୍ରଥା ଲୋକମାନଙ୍କ ମନରେ ଥିବା ଭକ୍ତି, ଶ୍ରଦ୍ଧା ଓ ପ୍ରକୃତି ପ୍ରତି କୃତଜ୍ଞତାକୁ ପ୍ରକାଶ କରେ। ଏହା ଆମକୁ ଶିଖାଏ ଯେ ପ୍ରକୃତିର ଦାନକୁ ସମ୍ମାନ କରିବା ଓ ତାହାକୁ ପବିତ୍ର ଭାବେ ଗ୍ରହଣ କରିବା ଆମର ଦାୟିତ୍ୱ। ଏହି ଯାତ୍ରାର ମଧ୍ୟରୁ ବିହନଛିନା ଯାତ୍ରା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ନବରାତ୍ରି ସମୟରେ ଏହା ପାଳନ କରାଯାଏ ଓ ଏଥିରେ ସମଗ୍ର ଗାଁର ଲୋକମାନେ ସମ୍ମିଳିତ ହୋଇ ଦେବୀପୀଠକୁ ଯାଆନ୍ତି। ଗାଁର ଝାଙ୍କର, ପୂଜାରୀ ଦେବୀଙ୍କ ପାଖରେ ଧାନକୁ ପୂଜା କରି ଆରାଧନା କରନ୍ତି। ପରେ ସେହି ପୂଜିତ ଧାନକୁ ମୁଠାଏ ମୁଠାଏ କରି ସମସ୍ତଙ୍କୁ ବଣ୍ଟନ କରାଯାଏ। ଗ୍ରାମବାସୀମାନେ ଏହି ଧାନକୁ ଘରକୁ ଆଣି ସଂରକ୍ଷିତ କରନ୍ତି ଓ ଚାଷ ସମୟରେ ଏହାକୁ ଅନ୍ୟ ଧାନ ସହ ମିଶାଇବିଆ ଭାବେ ବ୍ୟବହାର କରନ୍ତି। ଏହି ପ୍ରଥା କେବଳ ଧାର୍ମିକ ନୁହେଁ, ଏହାର ପଛରେ ଗଭୀର ସାମାଜିକ ଓ କୃଷି ସମ୍ପର୍କୀୟ ମହତ୍ତ୍ୱ ରହିଛି। ଏହା ଚାଷୀଙ୍କ ମନରେ ଆଶା ଓ ଆସ୍ଥା ସୃଷ୍ଟି କରେ ଯେ ଦେବୀଙ୍କ ଆଶୀର୍ବାଦରେ ତାଙ୍କର ଫସଲ ଭଲ ହେବ। ଏହା ଗାଁର ସାମୂହିକ ଏକତାକୁ ମଧ୍ୟ ମଜବୁତ କରେ, କାରଣ ସମସ୍ତେ ଏକାଠି ହୋଇ ଏହି ପର୍ବକୁ ପାଳନ କରନ୍ତି। ଆଜିର ଆଧୁନିକ ଯୁଗରେ ଯେଉଁଠାରେ ଲୋକମାନେ ଧୀରେ ଧୀରେ ପରମ୍ପରାରୁ ଦୂର ହେଉଛନ୍ତି, ସେଠାରେ ସିନାପାଲି ଅଞ୍ଚଳର ଏହି ଚୈତ୍ରଯାତ୍ରା ଆମକୁ ଆମର ମୂଳକୁ ମନେ ପକାଏ। ଏହା କେବଳ ଏକ ପର୍ବ ନୁହେଁ, ଏହା ଆମ ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହ ଆମର ଅଟୁଟ ସମ୍ପର୍କର ଏକ ପ୍ରତୀକ। ଏହିପରି ପାରମ୍ପରିକ ଯାତ୍ରାମାନେ ଆମ ସମାଜର ଅମୂଲ୍ୟ ସମ୍ପଦ। ଏହାକୁ ସୁରକ୍ଷିତ ରଖିବା, ଆଗାମୀ ପିଢ଼ିକୁ ପରିଚୟ କରାଇବା ଓ ଏହାର ମୂଲ୍ୟବୋଧକୁ ଅନୁଭବ କରାଇବା ଆମ ସମସ୍ତଙ୍କର ଦାୟିତ୍ୱ। ଚୈତ୍ରଯାତ୍ରା ଆମକୁ ଶିଖାଏ, ପ୍ରକୃତିକୁ ସମ୍ମାନ କର, ପରମ୍ପରାକୁ ଆଦର କର ଓ ସାମୂହିକ ଏକତାକୁ ଜୀବନ୍ତ ରଖିବା। ଏହି ଯାତ୍ରାରେ ପୁଝରୀ ଲୋଚନ ସାଗର, ଶିରା ସୌଭାଗ୍ୟ ସାଗର, ସସ୍ମିତା ସାଗର, ଜଗନ୍ନାଥ ସାଗର, ଡୋଲାମଣି ସାଗର, କାହ୍ନୁ ସାଗର, ଗଣେଶ ସାଗର, ସୁରେଶ ସାଗର, ବିଶାଳ ସାଗର, ତନବୀର ସାଗର ଏସବୁ ଭକ୍ତମାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ନିରପେକ୍ଷ ଖବର ସବୁବେଳେ ଆପଣଙ୍କ ସହ। ବ୍ୟୁରୋ ରିପୋର୍ଟ, ସାଗର ଖବର। ନମସ୍କାର, ଆପଣ ଦେଖୁଛନ୍ତି ସାଗର ଖବର। ସତ୍ୟ ଏବଂ ସଠିକ୍ ସୂଚନା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡିଓକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ। ଧନ୍ୟବାଦ।